ଆରିଷ୍ଟଟଲଙ୍କ ନାଁ ଶୁଣିଲେ ଆମ ମନକୁ ଆସେ ଜଣେ ବହୁତ ପୁରୁଣା ଦାର୍ଶନିକଙ୍କ କଥା, ଠିକ୍ ନା? କିନ୍ତୁ ତାଙ୍କର ଗୋଟିଏ ପ୍ରଶ୍ନ ଆଜି ବି ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରେ। ସରକାରର ପ୍ରକୃତ ଉଦ୍ଦେଶ୍ୟ କ'ଣ? ଚାଲନ୍ତୁ ଦେଖିବା ତାଙ୍କର 2300 ବର୍ଷ ପୁରୁଣା ଚିନ୍ତାଧାରା କିପରି ଏକ ସ୍ଥିର ଓ ସମୃଦ୍ଧ ସମାଜ ପାଇଁ ଏକ ରୂପରେଖ ଦେଇପାରେ। ହଁ, ଆମେ ଅଧିକାଂଶ ସମୟରେ କ'ଣ ଭାବୁ ଯେ ସରକାରର କାମ ହେଲା ଆମକୁ ସୁରକ୍ଷା ଦେବା, ବାସ୍। କିନ୍ତୁ ଆରିଷ୍ଟଟଲ କହୁଥିଲେ, ନା, କଥାଟା ଏତିକିରେ ସରିନି, ତାଠାରୁ ବହୁତ ବଡ଼ କିଛି ଲକ୍ଷ୍ୟ ଅଛି। ତେବେ ପ୍ରକୃତରେ ଏକ ରାଜ୍ୟର ମୂଳ ଉଦ୍ଦେଶ୍ୟ କ'ଣ ହୋଇପାରେ? ଉତ୍ତରଟା ଗୋଟିଏ ଶବ୍ଦରେ ଲୁଚି ରହିଛି, ୟୁଡାଇମୋନିଆ। ଆରିଷ୍ଟଟଲଙ୍କ ପାଇଁ ରାଜନୀତିର ଏହା ହିଁ ଚରମ ଲକ୍ଷ୍ୟ। ଏମିତି ଏକ ସମାଜ ଗଢ଼ିବା ଯେଉଁଠି ପ୍ରତ୍ୟେକ ନାଗରିକ ନିଜର ସର୍ବୋତ୍ତମ ସ୍ତରରେ ପହଞ୍ଚିପାରିବେ। ଏହା କେବଳ ଟିକେ ଖୁସି ହେଇଯିବା କଥା ନୁହେଁ, ନା, ଏହା ହେଉଛି ଏକ ସମ୍ପୂର୍ଣ୍ଣ ସାର୍ଥକ ଜୀବନ। ଆଉ ଏହି କଥାକୁ ସେ ଗୋଟିଏ ବାକ୍ୟରେ ଏତେ ସୁନ୍ଦର ଭାବେ କହିଛନ୍ତି, ମାନେ ସିଧା କଥା ହେଲା, ଆମେ କେବଳ ବଞ୍ଚିବା ପାଇଁ ଏକାଠି ହେଉନୁ, ବରଂ ଭଲରେ ବଞ୍ଚିବା ପାଇଁ ଏକାଠି ହେଇଛୁ। କିନ୍ତୁ ପ୍ରଶ୍ନ ଉଠୁଛି, ଏତେ ବଡ଼ ଲକ୍ଷ୍ୟକୁ ହାସଲ କରାଯିବ କେମିତି? ଆରିଷ୍ଟଟଲ ଏହା ଭଲ ଭାବେ ବୁଝିଥିଲେ ଯେ ଗୋଟେ ଭଲ ଜୀବନ ଏମିତି ଶୂନ୍ୟରେ ତିଆରି ହୋଇଯାଏନି। ତା ପାଇଁ ଗୋଟେ ଠିକ୍ ପରିବେଶ ଦରକାର, ଆଉ ସେହି ପରିବେଶ ହେଉଛି ପୋଲିସ ବା ନଗର ରାଜ୍ୟ। ଏହା ହିଁ ସେହି ମଞ୍ଚ ଯେଉଁଠି ମଣିଷ ନିଜ ସାମର୍ଥ୍ୟର ଶିଖରରେ ପହଞ୍ଚିପାରେ। ଆଉ ଏକଥାକୁ ବୁଝାଇବା ପାଇଁ ଆରିଷ୍ଟଟଲ ଗୋଟେ ବହୁତ ବଢ଼ିଆ ଉଦାହରଣ ଦେଇଛନ୍ତି। ଭାବି ନିଅନ୍ତୁ, ଜଣେ ରାଜନେତା ହେଉଛନ୍ତି ଜଣେ କାରିଗର ପରି। ଯେମିତି ଜଣେ କାରିଗର ଏକ ନକ୍ସାକୁ ଦେଖି କିଛି ଗଢ଼େ, ଠିକ୍ ସେମିତି ଜଣେ ରାଜନେତା ସମ୍ବିଧାନକୁ ଆଧାର କରି ଏକ ସୁସ୍ଥ ନଗର ରାଜ୍ୟ ଗଠନ କରନ୍ତି। ଚାଲନ୍ତୁ ଏହି କାରିଗରୀର ଉଦାହରଣକୁ ଆଉ ଟିକେ ଭଲ ଭାବରେ ବୁଝିବା। ଯେକୌଣସି ରାଜ୍ୟର ମୁଖ୍ୟତଃ 4ଟି କାରଣ ଥାଏ। ଦେଖନ୍ତୁ, ପ୍ରଥମତଃ ଦରକାର କଞ୍ଚାମାଲ। ଆଉ ସେଇଟା କ'ଣ? ଆମେ ମାନେ ନାଗରିକମାନେ। 2ରେ ଦରକାର ଗୋଟେ ନକ୍ସା ବା ବ୍ଲୁପ୍ରିଣ୍ଟ, ଯାହା ହେଉଛି ଆମ ସମ୍ବିଧାନ। ତାପରେ ଆସିଲା 3 ନମ୍ବରରେ କାରିଗର ନିଜେ, ଅର୍ଥାତ୍ ଶାସକ। ଆଉ ସବା ଶେଷରେ ଏସବୁ କାହିଁକି କରାଯାଉଛି, ତାର ଲକ୍ଷ୍ୟ କ'ଣ? ସେଇଟା ହେଉଛି ସମସ୍ତଙ୍କ ପାଇଁ ଏକ ଉତ୍ତମ ଜୀବନ। ଆଚ୍ଛା, ଆମେ କଥା ହେଉଥିଲେ ଏଇ ନକ୍ସା ବା ସମ୍ବିଧାନ ବିଷୟରେ। ତେବେ ଏଇଟା ପ୍ରକୃତରେ କ'ଣ? ଆରିଷ୍ଟଟଲଙ୍କ ପାଇଁ ଏଇଟା ଖାଲି ଗୋଟେ ନିୟମ ଖାତା ନୁହେଁ। ଏହାକୁ ରାଜ୍ୟର ଆତ୍ମା ବୋଲି କହିଲେ ବି ଭୁଲ ହେବନି। ଏହା ହିଁ ସ୍ଥିର କରେ ଯେ ରାଜ୍ୟର ଚରିତ୍ର କ'ଣ ହେବ ଆଉ ଏହାର ନାଗରିକମାନେ କିପରି ମଣିଷ ହୋଇ ଗଢ଼ି ଉଠିବେ। ଏଠି ଆରିଷ୍ଟଟଲ ଗୋଟେ ବହୁତ ମୌଳିକ କଥା କହୁଛନ୍ତି। କୌଣସି ବି ସରକାର ଭଲ ନା ଖରାପ ତାକୁ ପରଖିବା ପାଇଁ ଗୋଟିଏ ସରଳ ମାପଦଣ୍ଡ ଅଛି। ପ୍ରଶ୍ନଟା ଖୁବ୍ ସିଧା, ଯେଉଁମାନେ ଶାସନ କରୁଛନ୍ତି ସେମାନେ କ'ଣ ସମସ୍ତଙ୍କର ଭଲ ପାଇଁ କାମ କରୁଛନ୍ତି ନା କେବଳ ନିଜ ସ୍ୱାର୍ଥ ପାଇଁ? ବାସ୍, ଏହି ଗୋଟିଏ ପ୍ରଶ୍ନର ଉତ୍ତର ହିଁ ସବୁକିଛି ସ୍ପଷ୍ଟ କରିଦିଏ। ଆଉ ଏହି ମାପଦଣ୍ଡକୁ ଆଧାର କରି ଆରିଷ୍ଟଟଲ ଦୁନିଆର ସବୁ ସରକାରକୁ 6 ଭାଗରେ ବାଣ୍ଟିଛନ୍ତି। ଦେଖନ୍ତୁ କେତେ ମଜାର କଥା। ଯେତେବେଳେ ଜଣେ ଲୋକ ସମସ୍ତଙ୍କ ଭଲ ପାଇଁ ଶାସନ କରେ ତାକୁ କୁହାଯାଏ ରାଜତନ୍ତ୍ର, ଯାହାକି ଏକ ଭଲ ଶାସନ। କିନ୍ତୁ ଯେତେବେଳେ ସେହି ଜଣେ ଲୋକ କେବଳ ନିଜ କଥା ଭାବେ ସେଟା ପାଲଟିଯାଏ ଅତ୍ୟାଚାରୀ ଶାସନ। ଠିକ୍ ସେମିତି କିଛି ଲୋକଙ୍କର ଶାସନ ଆଉ ବହୁତ ଲୋକଙ୍କର ଶାସନର ବି ଗୋଟେ ଭଲ ଆଉ ଗୋଟେ ଖରାପ ଦିଗ ରହିଛି। ହେଲେ ଏଠାରେ ସବୁଠୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥାଟା କ'ଣ ଜାଣିଛନ୍ତି? ସେଇଟା ହେଉଛି ଗଣତନ୍ତ୍ର। ଆଜି ଆମେ ଯାହାକୁ ସବୁଠୁ ଭଲ ବୋଲି ଭାବୁଛୁ, ଆରିଷ୍ଟଟଲ ତାକୁ ଏକ ବିକୃତ ବା ଖରାପ ଶାସନ ବୋଲି କହୁଥିଲେ। ଆଶ୍ଚର୍ଯ୍ୟ ଲାଗୁଛି ନା? କାରଣ ତାଙ୍କ ସମୟରେ ଗଣତନ୍ତ୍ରର ମାନେ ଥିଲା କେବଳ ଗରିବ ଲୋକଙ୍କର ଶାସନ, ଯେଉଁମାନେ ସମଗ୍ର ସମାଜର କଥା ନ ଭାବି କେବଳ ନିଜ ଗୋଷ୍ଠୀର ସ୍ୱାର୍ଥ ଦେଖୁଥିଲେ। ତେବେ ପ୍ରଶ୍ନ ଉଠୁଛି, ଯଦି ଏତେ ସବୁ ବିକଳ୍ପ ଅଛି, ତାହେଲେ ପ୍ରକୃତରେ ସବୁଠାରୁ ଭଲ ସରକାର କୋଉଟା? ଆରିଷ୍ଟଟଲଙ୍କ ମତରେ କ'ଣ ଥିଲା ସଠିକ୍ ଉତ୍ତର? ଯଦି ଆମେ ଏକଦମ ଆଦର୍ଶ କଥା କହିବା, ମାନେ ଯାହା ସବୁଠୁ ଭଲ, ତେବେ ଆରିଷ୍ଟଟଲଙ୍କ ପାଇଁ ତାହା ଥିଲା ଅଭିଜାତତନ୍ତ୍ର। କଳ୍ପନା କରନ୍ତୁ ତ, ଏମିତି ଏକ ଶାସନ ଯେଉଁଟା ଦେଶକୁ କେବଳ ସବୁଠାରୁ ଜ୍ଞାନୀ, ବୁଦ୍ଧିମାନ ଆଉ ସଚ୍ଚୋଟ ଲୋକମାନେ ହିଁ ଚଳାଉଛନ୍ତି। କିନ୍ତୁ ଆରିଷ୍ଟଟଲ ଜାଣିଥିଲେ ଏଇଟା ଏକ ସୁନ୍ଦର ସ୍ୱପ୍ନ ହୋଇପାରେ, ବାସ୍ତବତା ନୁହେଁ। ତେଣୁ ପ୍ରକୃତ ଦୁନିଆ ପାଇଁ ତାଙ୍କର ସମାଧାନ ଥିଲା ପଲିଟି। ଏହା ହେଉଛି କୌଣସି ଗୋଟିଏ ପ୍ରକାର ଶାସନ ନୁହେଁ, ବରଂ ଏକ ଚତୁର ମିଶ୍ରଣ। ଏହା ଧନୀ ଏବଂ ଗରିବ ଉଭୟଙ୍କ ସ୍ୱାର୍ଥ ଭିତରେ ଏକ ସୁନ୍ଦର ସନ୍ତୁଳନ ରକ୍ଷା କରିପାରେ। ହେଲେ ଏହି ପଲିଟି କାମ କରିବ କେମିତି? ଏହାର ସବୁଠୁ ବଡ଼ ରହସ୍ୟ କ'ଣ? ଆରିଷ୍ଟଟଲଙ୍କ ପାଇଁ ଉତ୍ତରଟା ଥିଲା ଏକଦମ ସ୍ପଷ୍ଟ। ଏକ ଶକ୍ତିଶାଳୀ ଏବଂ ବହୁସଂଖ୍ୟକ ମଧ୍ୟବିତ୍ତ ଶ୍ରେଣୀ। ଏହି ଶ୍ରେଣୀ ହିଁ ଗୋଟେ ସ୍ଥିର ସମାଜର ମେରୁଦଣ୍ଡ। ଆଚ୍ଛା, ମଧ୍ୟବିତ୍ତ ଶ୍ରେଣୀ ଏତେ ଜରୁରୀ କାହିଁକି? ଦେଖନ୍ତୁ, ଯେତେବେଳେ କେବଳ ଧନୀମାନେ ଶାସନ କରନ୍ତି, ସେତେବେଳେ ଗରିବମାନଙ୍କ ମନରେ ଅସନ୍ତୋଷ ବଢ଼େ। ସେମାନେ ବିଦ୍ରୋହ କରନ୍ତି।
ଆଉ ଯେତେବେଳେ କେବଳ ଗରିବମାନେ ଶାସନ କରନ୍ତି, ଧନୀମାନେ ନିଜକୁ ଅସୁରକ୍ଷିତ ମନେ କରନ୍ତି, ଷଡ଼ଯନ୍ତ୍ର କରନ୍ତି, ଦୁଇଟି ଯାକ ପରିସ୍ଥିତିରେ ଦେଶରେ ଅଶାନ୍ତି ସୃଷ୍ଟି ହୁଏ। କିନ୍ତୁ ମଧ୍ୟବିତ୍ତ ଶ୍ରେଣୀ ଏହି ଦୁଇ ଚରମପନ୍ଥୀଙ୍କ ଭିତରେ ଗୋଟେ ସେତୁ ଭଳି କାମ କରେ। ସେମାନେ ହିଁ ସ୍ଥିରତା ଆଣନ୍ତି। ଏହା ପଛରେ ଗୋଟେ ଗଭୀର ମନସ୍ତାତ୍ତ୍ୱିକ କାରଣ ବି ଅଛି। ଆରିଷ୍ଟଟଲ କହୁଥିଲେ ଯେ ବହୁତ ବେଶୀ ଧନ ଥିଲେ ଲୋକ ଅହଙ୍କାରୀ ହୋଇଯାଏ, ଆଉ କିଛି ନଥିଲେ ଈର୍ଷାଳୁ ହୋଇଯାଏ। କିନ୍ତୁ ମଧ୍ୟବିତ୍ତ ଶ୍ରେଣୀ ପାଖରେ ଏ ଦୁଇଟା ଯାକ ଜିନିଷ ନଥାଏ। ତେଣୁ ସେମାନେ ହିଁ ସବୁଠୁ ଅଧିକ ବିବେକର ସହ, ତର୍କର ସହ କଥାକୁ ବୁଝିପାରନ୍ତି ଆଉ ଶାସନ କରିପାରନ୍ତି। ଆରିଷ୍ଟଟଲଙ୍କ ଚିନ୍ତାଧାରା କେତେ ଶକ୍ତିଶାଳୀ ଥିଲା ତାହା ଏଠୁ ଜଣାପଡ଼େ। ଆଜିର ଦୁନିଆରେ ଦେଖନ୍ତୁ, ରକ୍ଷଣଶୀଳ ହୁଅନ୍ତୁ କି ଉଦାରବାଦୀ, ସମସ୍ତେ ଏପରିକି ପରସ୍ପରର ବିରୋଧୀମାନେ ବି ନିଜ କଥାକୁ ଠିକ୍ ବୋଲି ପ୍ରମାଣ କରିବା ପାଇଁ ଆରିଷ୍ଟଟଲକୁ ଉଦ୍ଧାର କରନ୍ତି। ଏଥିରୁ ହିଁ ଜଣାପଡ଼େ ତାଙ୍କ ଚିନ୍ତନ କେତେ ଗଭୀର ଆଉ ସବୁ ସମୟ ପାଇଁ ପ୍ରାସଙ୍ଗିକ। ଆଉ ଶେଷରେ ଆସନ୍ତୁ ଏକ ଚିରନ୍ତନ ପ୍ରଶ୍ନ ଉପରେ ଚିନ୍ତା କରିବା। ଆଇନ ବଦଳାଇବା ବିଷୟରେ ଆରିଷ୍ଟୋଟେଲ ନିଜେ ବି ଦ୍ୱନ୍ଦ୍ୱରେ ଥିଲେ। ଗୋଟେପଟେ ପୁରୁଣାକୁ ଆଖିବୁଜି ମାନିନେବା ଭୁଲ, କିନ୍ତୁ ଅନ୍ୟପଟେ ବାରମ୍ବାର ନିୟମ ବଦଳାଇଲେ ତା ଉପରେ ଲୋକଙ୍କର ସମ୍ମାନ କମିଯାଏ। ତେବେ ସ୍ଥିରତା ଆଉ ପ୍ରଗତି ଭିତରେ ସଠିକ୍ ସନ୍ତୁଳନ କେମିତି ରଖାଯିବ? ଏହି ପ୍ରଶ୍ନ ଆଜିକୁ 2300 ବର୍ଷ ପରେ ବି ଆମ ସମସ୍ତଙ୍କ ସାମ୍ନାରେ ସେମିତି ହିଁ ଠିଆ ହେଉଛି।